ବର୍ଷା ଦିନ ସାଙ୍ଗକୁ ଇଲିଶି ମାଛ ଭଜା କିମ୍ବା ଇଲିଶି ମାଛ କଷା କିମ୍ବା ଇଲିଶି ମାଛ ଝୋଳବାଲା ଇଲିଶି ସହିତ ପଖାଳ ଭାତ ନା ବହୁତ ୟୁନିକ୍ ଟେଷ୍ଟ ଥାଏ। ତ ତା ପାଇଁ ଆମେ ମାଛ ଭାଜିଦେବା। ପ୍ରଥମେ ମାଛ ଭାଜିବା ପାଇଁ ଇଲିଶି ମାଛରେ ଆମେ ଯେଉଁ ଲୁଣ ହେଲା, ଆପଣଙ୍କର ସୋରିଷ ତେଲ ହେଲା, ହଳଦୀ ଦେଇକି ତାକୁ ଗୋଳେଇ ଦେବା ଭଲସେ। ଗୋଳେଇ ଦେଲା ପରେ ତାକୁ ଭଲସେ ପୁରା ଗୋଳେଇ ସାରିଲା ପରେ ତେଲ ଗରମ କରିକି ଗୋଟେ ପ୍ୟାନ୍ରେ ଆମେ ତା ଦେହରେ ଆମ ଇଲିଶି ମାଛକୁ ଭାଜିବା ଷ୍ଟାର୍ଟ କରିବା। ଯେମିତି ଆମେ ଭାଜନ୍ତି ତ ଭଲସେ ଭାଜିଦେବା। ଯେତେବେଳେ ଗୋଲ୍ଡେନ୍ କଲର୍ ହେଲା ପର୍ଯ୍ୟନ୍ତ ତାକୁ ଭାଜିଦେବା। ଭାଜି ଦେଇ ସାରିକି ସେ ତେଲରେ ଆମେ ଷ୍ଟାର୍ଟ କରିବା ଆମ କଞ୍ଚା ମସଲା ସହିତ ଆମର ତେଲ ପକାଇକି ତା ଦେହରେ ଜିରା ହେଲା, ଆପଣଙ୍କର ଭେସୁଙ୍ଗା ପତ୍ର ହେଲା, କଞ୍ଚା ଲଙ୍କା ଦିଟା ଛାଡ଼ିଦେବା। ତାପରେ ଆମେ ତା ଦେହରେ ଟିକେ ଶୁଖିଲା ଲଙ୍କା ଗୁଣ୍ଡ ଦେଇକି ତାକୁ ଟିକେ ଗୋଳେଇ ଦେବା। ଦେଖିବେ ଆପଣ, ଦେଖିବେ ତାର ଟେଷ୍ଟ ଆଉ ତା କଲର୍ରେ ବହୁତ ଡିଫରେନ୍ସ ଆସିଯିବ। ତ ମୁଁ ଏଇଟା କରିଛି, ଆପଣମାନେ ଟ୍ରାଏ କରନ୍ତୁ। ତା ଦେହରେ ଟିକେ ପାଣି ଦେଇକି ହାଲକା ତାକୁ ଗୋଳେଇ ଦେବା। ଗୋଳେଇ ଦେଲା ପରେ ଆମର ଯେଉଁ ଦେଶୀ ବେସର ଯାହାକୁ ଆମେ କୁହନ୍ତି, ବେସର ବନେଇଥିଲେ ବେସରକୁ ଆମେ ତା ଦେହରେ ଗୋଳେଇ ଦେବା। ଗୋଳେଇ ଦେଇକି ତାକୁ ମରିବାକୁ ଟିକେ ଟାଇମ୍ ଦେବା, ପାଣି ମରିବାକୁ ଟାଇମ୍ ଦେବା। କିଛି ଟାଇମ୍ ଗଲା ପରେ 2ରୁ 3 ମିନିଟ୍ ତାକୁ ଗୋଳେଇ ସାରିଲା ପରେ ତାର କିଛି କଲର୍ ଏଇ ଟାଇପ୍ର ଆପଣଙ୍କୁ ଆସିଯିବ। ଆପଣଙ୍କୁ ପୁରା ଗ୍ରେଭି ଟିକେ ସଲିଡ୍ ଦେଖାଯିବ। ସେ ଗ୍ରେଭିରେ ଆମେ କ'ଣ କରିବା ନା, ଆମେ ଯେଉଁ ଭଜା ମାଛ ରଖିଛନ୍ତି ସେ ଭଜା ମାଛକୁ ତା ଭିତରେ ପକାଇଦେବା। ସେ ପର୍ଯ୍ୟନ୍ତ ଛାଡ଼ିବା ଯେପର୍ଯ୍ୟନ୍ତ ମାଛ ତା ଭିତରକୁ ସେ ଗ୍ରେଭିକୁ ନ ନେଇଛି। ସେ ପକାଇଦେବା। ତ 2ରୁ 5 ମିନିଟ୍ ଆମେ ରଖିଦେବା, ଲୋ ଫ୍ଲେମ୍ରେ ଆମେ ଚଲାଇବା। ତା ଦେହରେ ଆମେ କ'ଣ କରିବା ନା, ଦହି ପକାଇବା। ଦହିର ଆପଣମାନେ ସବୁଦିନ ଖାଇଛନ୍ତି, ଇଲିଶି ଖାଇଥିବେ, କିନ୍ତୁ ଦହିବାଲା ଇଲିଶି ଥରେ ଟ୍ରାଏ କରନ୍ତୁ। ୟୁନିକ୍ ପୁରା ଆପଣଙ୍କୁ ଟେଷ୍ଟ ଲାଗିବ, ବହୁତ ହି ବଢ଼ିଆ ଟେଷ୍ଟ ଲାଗିବ ଆପଣଙ୍କୁ। ତ ଦହି ପକାଇଦେବା। ଦହି ପକାଇକି ଆମେ ତାକୁ ଗୋଟେ ଗୋଳେଇ ଦେବା ଭଲସେ। ଗୋଳେଇ ଦେଇକି ହାଲକା ପାଣି ଦେଇକି ଆମେ ତାକୁ ଢାଙ୍କି ଦେବା କିଛି ସମୟ ପାଇଁ। ଯେତିକି ସମୟ ଆପଣ ଲୋ ମିଡ଼ିୟମ୍ ଫ୍ଲେମ୍ରେ ଆପଣଙ୍କ ଅନୁସାରେ ଢାଙ୍କି ଦେବେ। ତ ତା ଦେହରେ ପାଣି ଆପଣଙ୍କୁ ଗ୍ରେଭି କିଛି ଏଇ ଟାଇପ୍ର ଆସିଯିବ। ତ ତାକୁ ଆମେ କ'ଣ କରିବା ନା, ଧୀରେ ଧୀରେ ମରିବାକୁ ଟାଇମ୍ ଦେବା। ଯେଉଁ ପାଣିଟାକୁ ମରିବାକୁ ଟାଇମ୍ ଦେବା। ମରିଗଲା ପରେ ତା ଦେହରେ ଆମେ ଦେଶୀ ଘିଅ, ହଁ ଆପଣଙ୍କୁ ଠିକ୍ କହୁଛି, ତାକୁ ଅଫ୍ କରିକି ଦେଶୀ ଘିଅ ଆମେ ଆଡ଼୍ କରିବା। ଦେଶୀ ଘିଅ ଆଡ଼୍ ସହିତ ତାକୁ ସର୍ଭ କରିବା ପ୍ଲେଟ୍ରେ। କିଛି ସମୟ ଥଣ୍ଡା ହୋଇଗଲା ପରେ ପ୍ଲେଟ୍ରେ ଆଣନ୍ତୁ, ଟେଷ୍ଟ କରିକି ଦେଖନ୍ତୁ କେଡ଼େ ସୁନ୍ଦର ଇଏ ଜିନିଷ। ଦେଶୀ ଆମ ଓଡ଼ିଆ ଘରର ଇଲିଶି ମାଛ ସହିତ, ଇଲିଶି ଝୋଳ ସହିତ କି ଆପଣ ଇଲିଶି କଷା ସହିତ ପଖାଳ ଭାତ, ଏଇ ଯେଉଁ ବର୍ଷା ଦିନକୁ କେତେ ଟେଷ୍ଟ। ଆପଣମାନେ ଥରେ ଟ୍ରାଏ କରିକି ଦେଖନ୍ତୁ। ଏ ଜିନିଷ ମୁଁ କରିଥିଲି, ସେଥିପାଇଁ ଆପଣଙ୍କୁ ମୁଁ ଏକ୍ସପିରିଏନ୍ସ ଦେଲି। ତ ଆପଣ କେମିତି ଲାଗୁଛି ଭିଡ଼ିଓ ଜଣାଇବେ। ଭିଡ଼ିଓ ଭଲ ଲାଗୁଥିଲେ ପ୍ଲିଜ୍ ଦୟାକରି ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ଭୁଲିବେନି। ଜୟ ଜଗନ୍ନାଥ।